छोट छोट पिलाମାନେ समस्त मोर प्रति मनरा बोझाई कर पूर्व बलिया भाई कहीगले सत्संगर उद्देश्य जहाँ को आम मानकर अति प्रिय अति परिचित सुशांत भाई ताकर पुओ एवं ताकर नातींगर जन्म दिवस उपलक्षे ये पवित्र हरिवासर अपूर्व माहौल सृष्टि कर आसतु समस्त मिलित भाव ठाकुर पाखे विशेष भाव नवेदन रखा से सुदीर्घ जीवन इष्टपुर जीवन यापन ठाकुर स्वाभिमान और मंगलमय समस्त गोटे छोटिया पिलाटे आजिकल यूट्यूब भाई भाइराल है 6-7 वर्ष माड़ी पिंधि हाथ में ये कर भागवत बोली डाकुन हाय कहीदेव से हाय हेलो छोड़ हरे कृष्ण छोट पिलाटा बढ़िया प्रवचन कर बढ़िया माने भोरी बाटी समस्त की भगवान मान को किए जाए आसे पूर्व जमाना मु तो सेदिन आपंकर गला रविवार उत्सव होना हरि भाई ये बोधे एटुका से देखिए झांझटा को आम मैंने तो झांझ बजे जाए पिला बजाऊँ से झांझटा को देख फिकाटा को देखो तो एमती ओलटा दो कारण जो मैंने झांझ बजेबार सिद्धस्त से सदाबले फिकाटा को ओलटा दो कारण फसे नहीं तो से पिलाटी तो धन्यवाद दूँ सी सुशांत भाई कौन पुओ नाती सुशांत भाई को बहुत आगुरी जानी अल्प बहुत जानी से 8 गड़ आगे ये 3 पुरुष कि वर्तमान सामने बसिले 5 पुरुष ठाकुर भी से कथा कहते तू तो पुओ तो नाती जब 3 पुरुष ठीक लाइन रही तमें तृतीय पुरुषटे स्वयं देवशिशु लैंडिंग कर तृतीय पुरुषटा स्वयं देवशिशु लैंडिंग कर तो मु जहाँ देखुची ये सत्संग केन्द्र को आसला माने मत ठाकुर को देखी गोटे मिछ गोटे बाणी मन सेटा हूँ नारायण स्वयं होइबे नर देहर गोप्य लीला बेलू होइबे नील धवल रूप जो कही गरी कथा भात हुए 4टा कथा व्यतीत दुनिया कथा किसी ना आम मान पाखे 4टा जुग सत्य जफर कड़ी 4टा वेद 4टा जाति 4 सब 4टा आयुध 4टा मुख किंतु देखो कहीं कौ काल अच्छी चतुर्था मूर्ति की देखीदेला माने ये जो 4 कथा देखो कहीं केते कृष्णकर देहावसान 500 वर्ष पर जानिले लीला पुरुषोत्तम कृष्ण आसी ये जो जिनिस गुड़ाक विश्वास रखिले संभवतः एगुरा एनालिसिस आप जापर से जाओ आमर गोटे गोटे छोटिया छोटिया कथा कही मोर वक्तव्य सांग करी कारण ये टिके आगु आम आलोक भाई कहते भाई ना सुशांत सुशांत मानते सुशांत मिलना कले आप सुशांत ये ठाकुर ये नामकरण देखते कहीपर
କିନ୍ତୁ ସୁଶାନ୍ତ। ମୁଁ ତାଙ୍କୁ ଦେଖେଇଲେ ପ୍ରାୟ 30 ବର୍ଷ ହେବ। ସେ ସେଇ ଶାନ୍ତ। ତାଙ୍କ ବିଶେଷ ନା ଧୀର। ଠାକୁରଙ୍କର ଗୋଟିଏ କଥା ମନେ ପଡ଼ିଯାଏ, ଠାକୁର ହେଉଛନ୍ତି ଧୀର କର୍ମା। ତାଙ୍କୁ ମାଗିଲେ ତାଙ୍କ ଏଠିକି ଦେଇଦେବେ ନା, ଧୀର କର୍ମା ସିଏ। ତେଣୁ ସିଏ ଶାନ୍ତ, ସେ ସୁଶୀଳ ଶାନ୍ତ, ତାଙ୍କର ସ୍ତ୍ରୀ ଧୀର। ଏଇଟା ରହିବ। ତ ଏଇ ଯେଉଁ 3 ପୁରୁଷ ଲାଗିଲାଣି, ଏ 3 ପୁରୁଷ ଠାକୁର ଦୀର୍ଘଜୀବୀ କରନ୍ତୁ। ଏବଂ ଠାକୁରଙ୍କ ଆଇଡିଆଲ ଟିକେ ଆଗରୁ ମୁଁ କହିଛି, ଇଷ୍ଟିପୁର ଜୀବନଯାପନରେ ଠାକୁର ସହାୟକ। ଇଷ୍ଟିପୁର ଜୀବନଯାପନ ମାନେ ଇଷ୍ଟକୁ ପରିପୂରଣ କରି କରି ସେମାନଙ୍କର ଜୀବନଯାପନ। ଇଷ୍ଟ ବୋଲେ ମଙ୍ଗଳ। ସେଇ ମଙ୍ଗଳମୟକୁ ପରିପୂରଣ କରି କରି ଆମର ମଙ୍ଗଳ ସୃଷ୍ଟି କରିବାରେ ଆଜି 3 ପୁରୁଷ। ଛୋଟିଆ କଥାଟିଏ କହୁଛି, କାରଣ ଏ ପିଲାକୁ ଦେଖିକି ମୋତେ ବହୁତ କଥା ମନେ ପଡ଼ିଯାଉଛି। ଏ ଛୋଟିଆ ପିଲାଟି ସେଦିନ ଆମମାନେ ସବୁ ନାଟ୍ୟ ମଣ୍ଡପରେ ତଳେ ଥାଉ। ସବୁ ସତ କଥା ତଳେ ଥାଉ। ସମସ୍ତେ ଆସିଲେ, ଠାକୁର ପରିବାର ସମସ୍ତେ, ପରମ ପୂଜ୍ୟ ଶ୍ରୀ ଶ୍ରୀ ଦାଦା ଥାଆନ୍ତି। ସମସ୍ତେ ଆସିଲେ, ନାଟ୍ୟ ମଣ୍ଡପରେ ପ୍ରଣାମ କରିକି ଯେଝା ଜାଗାରେ ବସିଲେ। ସେଦିନ ଗୋଟାଏ ଥାଏ, ଗୋଟେ ସତ୍ସଙ୍ଗର ଆସର ଥାଏ। କିନ୍ତୁ ଏବେ ତ ପୂଜ୍ୟପାଦ ଶ୍ରୀ ଶ୍ରୀ ସିପାହୀଦାଙ୍କର ଝିଅମାନେ ବହୁତ ବଡ଼ ବଡ଼ ହେଇଗଲେଣି। କିନ୍ତୁ ସେତେବେଳେ ତାଙ୍କ ବଡ଼ ଝିଅ ଏ ପିଲା ଭଳିଆ, ସେଇ ଯେଉଁ ପିଲା ବହିଛି ସେ ପିଲା ଭଳିଆ ଶାନ୍ତ। ସମସ୍ତେ ପ୍ରଣାମ କରିକି ଯେଝା ବସି ବସିଲେ, ସେ ପିଲା କିନ୍ତୁ ଠିଆ ହେଇଛି, ବିଲକୁଲ ଯାଉନି କି ବସୁନି। ଯେତେବେଳେ ତାକୁ ବାଧ୍ୟ କରାଗଲା, ଯାହାକୁ ବସୁନ, ସେ ପିଲା ହଠାତ୍ କିନି କହୁଛି, ପ୍ରଣାମୀ କାହିଁକି ପ୍ରଣାମ କରିବି ମୁଁ ବସିବି, ପ୍ରଣାମୀ କାହିଁକି। ଏଇଟାକୁ ସାଙ୍ଗେ ସାଙ୍ଗେ ଆଚାର୍ଯ୍ୟ ନିଜେ ବାହାର କରିକି ଦେଲେ। ସେ ଦେଲା ମାନେ ଯାଇକି ସେ ଛୋଟ ପିଲା ଅଣେଇ ବାକ୍ସରେ ଭଳିଲା, ଯାଇକି ଆସିକି ବସିଲା। ଆଉ କ'ଣ ଶିଖିବାର ଅଛି ଏତିକି। ଏଇଠୁ ଜଣା ପଡ଼ିଯିବ ବିଗତ ବହୁତ ଦିନ ହେଲା ଧରି ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କ ପାଖରେ ମୁଁ ବସିବାର ସୁଯୋଗ ପାଇଥିଲି। ଛୋଟିଆ ଛୋଟିଆ କଥାରୁ ତାଙ୍କର ବୈଶୀ ମୁଖରୁ କିନ୍ତୁ ଐଶୀ ବାଣୀ ବାହାରେ ବୋଲି କଳ୍ପନା ହେଇଥିଲା। ଆପଣମାନେ ସମସ୍ତେ ଜାଣିଥିବେ ମୋର ଯେଉଁ ମାସିକ ଆକ୍ସିଡେଣ୍ଟଟା ହେଇଗଲା। ମୋ ଶାଶୁ ସେ ମାସିକ ଆକ୍ସିଡେଣ୍ଟରେ ଚାଲିଗଲେ। ମୋ ଶ୍ୱଶୁରଙ୍କର ଖଣ୍ଡିଆ ଖାବରା ହେଇଗଲା। ମୋ ପୁଅ ଯେଉଁ ଛୋଟିଆ ଛୋଟିଆ ହେଇଥିଲା, ଆଉ ମୋ ମିସେସର ଗୋଡ଼ ଭାଙ୍ଗିଗଲା। ସେ ମଙ୍ଗୁଆ ନଇକି ସେଟା ଯିଏ ଦେଖିବ, ସେମାନେ କିଏ ଭାବିନଥିବେ ଯେ 4 ଜଣ ଯାକ ବଞ୍ଚିବେ ବୋଲି। କଥାଟା ତ ସେ ଶାଶୁ ଚାଲିଗଲେ, କ'ଣ କ'ଣ ହେଇଗଲା ସେ ଦୋକାନ। ମୁଁ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଶ୍ରୀ ଶ୍ରୀ ଦାଦାଙ୍କୁ ପଚାରିଥିଲି, ଯେତେବେଳେ ପାଖରେ ପୂଜ୍ୟପାଦ ବିକିଦା ଥାଆନ୍ତି ଆଉ ସଞ୍ଜୀବ ମଣ୍ଡଳ ଅତି ବୁଢ଼ା ହେଇଗଲେଣି ବର୍ତ୍ତମାନ, ସିଏ ଥାଆନ୍ତି। ଆମ ସାଙ୍ଗରେ ରାଜଦଳ ଥାଏ, ସେ ପ୍ରଣୟ ବାର୍ତ୍ତା ଆଉ କେହି ନଥାନ୍ତି। ନାଟ୍ୟ ମଣ୍ଡପରେ ଯୋଉଠାରୁ ଆରମ୍ଭ ହେଲା କହିଦେଲି, ମୋର ତ ଏଇ ସିଧା ସିଧା ଯେତେବେଳେ କହିଲି, ମୁଁ ଏବେ କହିବାକୁ ମୋତେ ଖରାପ ଲାଗୁଛି। ମୁଁ ଦିନକୁ 6-7 ବେଳକୁ ସିଗାରେଟ୍ ପିଉଥିଲି, 24 ଘଣ୍ଟା ନିଶାରେ ରହୁଥିଲି। ଏଇଟା କହିଲେ ମୋତେ ବର୍ତ୍ତମାନ ଖରାପ ଲାଗୁଛି। ଆପଣ ସହଜରେ ପୂଜ୍ୟପାଦ ଦେଖିନା ମୋ କଥାଟାକୁ କହିଲେ ବାବା, କାରଣ ମୁଁ ବଙ୍ଗାଳୀ କହି ଜାଣିନି, କିନ୍ତୁ ବୁଝି ଜାଣେ।
ପୂଜ୍ୟପାଦ ମିଞ୍ଜିଲା କହିଲେ ଗୋଟେ ମାସିକ ଆକ୍ସିଡେଣ୍ଟ ହେଇଛି, ଜଣେ ଚାଲି ଯାଇଛନ୍ତି, ତାଙ୍କ ଶାଶୁ ଚାଲି ଯାଇଛନ୍ତି, ଆଉ ଇଏ ଜଣେ ପେଶାରେ ଜଣେ ଇଞ୍ଜିନିୟର, ଇଏ ବର୍ତ୍ତମାନ ବିମୁଖ କରୁଛନ୍ତି ଠାକୁର ଜେନେରାଲ କଥା। ଟିକେ ଯଦି କୋଉଠି ଆମର ବଟକାରେ ପଡ଼ିଗଲା ନୂଆ ନୂଆ କହିଲେ ଟିକେ ଯଦି ଏବେ ବି ସୁଦ୍ଧା ଯଦି ଆମର କୋଉଠି ଟିକେ ଢିଲା ହେଇଗଲା ଆମ ଗର୍ବ ଅହଙ୍କାର ଏତେ ଯେ ଆମେ ସତ୍ସଙ୍ଗ ଆସିବା ବନ୍ଦ କରିଦେବୁ, କଥାବାର୍ତ୍ତା କରିବା ବନ୍ଦ କରିଦେବୁ। ତ ପୂଜ୍ୟପାଦ ଭେଙ୍କିଦାସ ତାଙ୍କ ବାବାଙ୍କୁ ଏକଥା କହୁଛନ୍ତି। ବାବା ହଠାତ୍ କେମିତି କହୁଛନ୍ତି ମୁଁ ତ ଜାଣିଛି ଏ ବହୁ ଦୀକ୍ଷା ନେଇଛନ୍ତି। ପଚାରିଲେ ଶ୍ୱଶୁର ବହୁତ ସ୍ୱାମୀ ଥିଲେ ଜଗତସିଂହପୁର ସାଇଡ୍ର ତାଙ୍କଠୁ ଦୀକ୍ଷା ନେଇଛି, କିଛି କରୁନଥିଲେ। ଆଉ ଆପଣ ମାନେ ନିଜେ ନିଜେ ପ୍ରଶ୍ନ କରୁଛନ୍ତି, ନିଜେ ନିଜେ ଉତ୍ତର କରୁଛନ୍ତି। ପରମ ପୂଜ୍ୟପାଦ ସେ ଭଗବାନ ଆମର ଅବିଶ୍ୱାସ କରିବାର କିଛି ଏସବୁ ଗୋଟେ ଗୋଟେ ଭଗବାନ ନିଜେ ପ୍ରଶ୍ନ କରୁଛନ୍ତି, ନିଜେ ଉତ୍ତର କରୁଛନ୍ତି। ଆଉ ଆପଣଙ୍କ ମିସେସ୍ ଆପଣଙ୍କର ଝିଅ ଦୀକ୍ଷା ନେଇଛନ୍ତି। ମୁଁ କହିଲି ସୀତାନନ୍ଦ ମହାନ୍ତି ତାଙ୍କ ରୀତି ସିଏ ଚାଲିଗଲେଣି। ଆଉ ଆପଣ ଯୋଉଦିନ ଦୀକ୍ଷା ନେଲେ ଆପଣଙ୍କ ପୁଅ ଏଇ ଅଶ୍ୱିନୀ ଛୋଟ ପିଲାଟେ ହେଇଥାଏ, ଫଟୋ ଉଠଉଛି ଦେଖ, ଛୋଟ ପିଲାଟେ 2004-05 ମସିହା କଥା ଆମେ ନେଇଛୁ ଦୀକ୍ଷା ନେଇଛୁ। ଜଙ୍ଘ ବାଡ଼େଇକି କହିଲେ ଆଉ ଯେ ଚାଲିଗଲେ ମୋ ଶାଶୁଙ୍କୁ କେତେ ବୁଝେଇଲେ ସେ ବୁଝିଲେ। କାରଣ ଆପଣଙ୍କ କଥା ମନେଇକି କହୁଛି, ଆପଣ ଆପଣଙ୍କ ପୁଅ ଆପଣଙ୍କ ନାତି ଏପର୍ଯ୍ୟନ୍ତ ଆପଣ ମିସେସ୍ ଆପଣଙ୍କ ସାଙ୍ଗରେ ଅଛନ୍ତି। ମୁଁ ଯେତେବେଳେ ମୁଁ ତ ଲେଟ୍ରେ ନେଇ 50 ବର୍ଷ ବୟସରେ ମୁଁ ଦୀକ୍ଷା ନେଇ ମୁଁ ଯେତେ ଶାଶୁକୁ ବୁଝେଇଲି ନା ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ସେ ନିଜେ ଆସିଛନ୍ତି, ନିଜେ ଦୟାକରି ଧରା ଦେଇଛି। ମୋର ଲୋକଟା ଅଛି ଇଏ ନୁହଁ ଏ ହେଳାରେ ପରମ ପୂଜ୍ୟପାଦ ଦାଦା ସେଦିନ ଜଙ୍ଘ ବାଡ଼େଇକି କହିଲେ ଦୀକ୍ଷା ନେଇଛି ସେ ବହୁତ ବିପଦରୁ ବଞ୍ଚିଯିବ। ଆପଣମାନେ ମତେ ତ ବଡ଼ ଖୁସି ଲାଗୁଛି। ସୁଶାନ୍ତ ଭାଇ ତାଙ୍କର 3 ପୁରୁଷଙ୍କୁ ଦେଖିକି, ଝରି ଭାଇ ତାଙ୍କର 3 ପୁରୁଷ, ଇଏ ତ ଛୋଟିଆ ହେଇଥିଲା ଆମ ଏରିଆକୁ ଯାଇକି ସେ କାନ୍ଧ ଉଠେଇ ପାରୁନ, ଆଜି ସେ ଡାଇରେକ୍ଟର ଏଠି ହେଇଯାଇଛି। ସତ କଥା ନା, ସିଏ ଆଇଲେ ଆରମ୍ଭ ଛାଡ଼ ତାର ଛୋଟ ପୁତୁରାଟା ଇଏ ଗୋଟେ ବ୍ୟୁଟିଫୁଲ ସୋଲ୍। ଆମେ ଯୋଉଟା 50 ବର୍ଷରେ କରିବୁ ସିଏ 2 ବର୍ଷରେ କଲା। ଆଉ କ'ଣ ପାଇବା? ଆଉ କ'ଣ ମିଳିବ? କ'ଣ କିଛି ପାଇବନି। ଆଉ ପ୍ରିୟ ଆମମାନଙ୍କର ସମସ୍ତଙ୍କର ଦରକାର ଈଶ୍ୱର ପ୍ରାପ୍ତି, ଆଉ କିଛି ସେବେଠୁ ତ ସେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପାଖକୁ ଯେତେବେଳେ ସମସ୍ତେ ପାଠ ପଢ଼ିବାକୁ ଗଲେ, ସମସ୍ତେ ଛୁଆ ପିଲାକୁ ପଠେଇଲେ। ଛୁଆ ପିଲା ଯାଇକି ଯେତେବେଳେ ପଢ଼ିଲେ ସେ କ'ଣ ଶ୍ରୀ ଚୈତନ୍ୟ ହରେ କୃଷ୍ଣ 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 ହରେ ରାମ 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 ହରେ ଏଇ ପାଠ ପଢ଼େଇଲେ। ସେ ଦିନାକେତେ ଗଲା ପରେ ତାଙ୍କ ବାପା ମା ପଚାରିଲେ ଆରେ କ'ଣ ତମେ ଯୋଉ ପଢ଼ୁଛ? ନା ଆମେ ଏଇ ପାଠ ପଢ଼ୁଛୁ। ସମସ୍ତେ ମିଳି ହେଇକି ଯାଇକି ଶ୍ରୀଚୈତନ୍ୟ ଯେତେବେଳେ ଆଖାଲ କରନ୍ତି, ଶ୍ରୀଚୈତନ୍ୟ କହିଲେ ବସ, ମୁଁ ଯେଉଁ ପାଠ ପଢ଼େଇଛି ମୁଁ ଗାଉଛି, ତମେମାନେ ମୋ ସାଙ୍ଗରେ ଗାଅ, ତମ ପିଲାମାନେ ଆଗ ଗାଆନ୍ତୁ, ତାପରେ ତମେ ଗାଇବ। ଏ ଯେତେବେଳେ ହରେ କୃଷ୍ଣ ଉପରକୁ ହାତ ଟେକିକି ଗାଇଛନ୍ତି, ପିଲାମାନେ ତାଙ୍କ ପିଲା ଯେତେବେଳେ ଗାଇବ ସେ ସମ୍ଭାଳି ହେଇକି ରହିବ। ଏଇ ସୁଶାନ୍ତ ଭାଇ ନାତି ଯେତେବେଳେ ଗାଇବ, ଏ ସୁଶାନ୍ତ ଭାଇ ବୟସ ରୋଗ ରହିବ। ଆଗରେ ପିଲାମାନେ ଯେତେବେଳେ ହରେ କୃଷ୍ଣ ଗାଇଲେ ହାତ ଟେକି, ତାଙ୍କ ବାପା ମା ସମସ୍ତେ ଗାଇଲେ। ତାହେଲେ ଜୀବନର ସର୍ବଶ୍ରେଷ୍ଠ ସର୍ବଶେଷ ନାମ ପାଠକୁ ତାଙ୍କୁ ପଢ଼େଇ ଛୋଟିଆ କଥାଟିଏ କହୁଛି, କାରଣ ଏଇଟା ନିହାତି ଆମମାନଙ୍କ ମନରେ କାହାର ଗୋଟେ ଦରକାର। ଆପଣମାନେ
ଜଗନ୍ନାଥ ଏବେ ରଥରେ ଆଜି ବାବୁଡ଼ା ଘରକୁ ଯାଇଛନ୍ତି। ଆମମାନଙ୍କ ମନରେ ବେଳେ ବେଳେ ସ୍ୱୟଂ ପଶ୍ଚିମ ଆସେ ତ କୋଟି 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 ଜନତା ଜଗନ୍ନାଥଙ୍କର ଇଏ ପରମ ଭକ୍ତ, ଇଏ ପୁଣି କ'ଣ? ତାହେଲେ ଇଏ ଆଉ ତାଙ୍କ ଗାଁ ଭିତରେ ତଫାତ୍ କ'ଣ? ବିକାଶ ଭୂମିଙ୍କର ଗୋଟେ ବହିରେ ଲେଖା ଅଛି। ବିକାଶ ଭୂମି ଠାକୁର ପଚାରୁଛନ୍ତି ଡିଏଜି ଅଫିସରେ ଚାକିରି କରୁଛନ୍ତି, ଡିଏଜି ଅଫିସର ପୋଲିସ ତୁ ଜଗନ୍ନାଥ ମନ୍ଦିର ଯାଉ ନା ହଁ ଯାଉ ନା ସେତେବେଳେ ଆମର ଯେତେବେଳେ ରୋଷେଇବାସ ନ ହୁଏ ଅଭଡ଼ା ଫଭଡ଼ା ଖାଏ ତ ଜଗନ୍ନାଥଙ୍କୁ ଦେଖିଛୁ ନା? ହଁ ଦେଖିଛି। ତାଙ୍କର ଗୋଡ଼ ଅଛି ଅଛି ଧର୍ମୂର୍ତ୍ତି କେମିତି ଠୁକୁଳା ହେଇକି ବସିଛି, ତାଙ୍କର ପାଟି ଅଛି, ତାଙ୍କର କାନ ଅଛି, ତାଙ୍କର ହାତ ଅଛି, ଖଣ୍ଡିଆ ହାତ, ତାଙ୍କର ଗୁଡ଼ା କିଛି ନାହିଁ। ଆଉ ତାଙ୍କର କ'ଣ ଅଛି? ତାଙ୍କର କେବଳ ଆଖି ଅଛି। ଆରେ ସେ ଆଖିର ପରଦା ଅଛି, ସେ ପରଦା ବି ନାହିଁ। ଅତନ୍ତ୍ର ନହେଲେ ତତେ ଚାହିଁଥିଲି କାଳିଆ ଦୁସିଆ ତତେ 24 ଘଣ୍ଟା ସେ ଅନେଇଛି। ତୁ ଭଲ କ'ଣ କରୁଛୁ, ଖରାପ କ'ଣ କରୁଛୁ, କୋଉଠି କ'ଣ କରୁଛୁ ସେଇଠି। ତାହେଲେ ଠାକୁର ସେଇଠି ଗଲେ ତାହେଲେ କ'ଣ ଇଏ ନା ସେ ଭାବର ଠାକୁର, ସିଏ ଭାବର ଠାକୁର। ଯଦି ତିନିଟା ଜିନିଷ ତୋ ପାଖରେ ନାହିଁ, ଅନୁଶାସନ, ଅନୁଧାବନ, ଅନୁଶୀଳନ, ଏଇ ତିନିଟା ଯଦି ନାହିଁ ତାହେଲେ ତୁ ଆଶୀର୍ବାଦ ପାଇବାଟା। ତାହେଲେ ଠାକୁର ଆଉ ତଥାକଥିତ ଭାବରେ ପୁରୁଷୋତ୍ତମ ଯୋଉ ପୁରୀରେ ବସିছে ତାଙ୍କ ଭିତରେ ତଫାତ୍ କ'ଣ? ଆନାଲିସିସ୍ କଲେ ଖାଲି ଜଣା ପଡ଼ିବ କଳା ଗୋରାର ଫରକ। ଛୋଟିଆ କଥାଟିଏ କହିଲି ମୋର ବକ୍ତବ୍ୟ ଚାଲୁଛି। ଦିନେ ଦାଦା ଜାଣିଥିବେ ଆଉ ବୟସ୍କ ଯେଉଁମାନେ ଗୁରୁ ଭାଇ ସେମାନେ ବି ଜାଣିଥିବେ, ବଡ଼ ଠାକୁରଙ୍କର ପୂଜକ ଆଜ୍ଞାମାଳ ନେଇକି ପୁରୀରେ ପରମ ପୂଜକ ଶ୍ରୀ ଶ୍ରୀ ବଡ଼ଦା ଥାଆନ୍ତି, ଯାଉଛନ୍ତି ଆଜ୍ଞାମାଳ ଦେବା। ସେଟା ଏମିତି ପୁରୀରେ ତ ଏମିତି କ'ଣ ବାୟୁଫୋକାଲ ରାସ୍ତାଟା ହେଇଛି, ସେଥିରେ ଯାଇକି ବଡ଼ଦାଙ୍କ ରୁମ୍ରେ ଯେତେବେଳେ ସ୍କ୍ରିନ୍ ଆଡ଼େଇ ଦେଇଛନ୍ତି, ଯେଉଁ ଆଜ୍ଞାମାଳଟା ଧରିଛନ୍ତି, ବଡ଼ଦାଙ୍କୁ ଦେଖିଲା ବେଳକୁ ମାନେ ସ୍ୱୟଂ ଠାକୁର ଦେଖାଯାଏ। କିଲୋ ଉପହାର କହିକି ସେ ମାଳ ସହିତ ସେ ସିଡ଼ିଟା ଦୌଡ଼ି ଦୌଡ଼ି ତଳକୁ ଆସୁଛନ୍ତି, ଯାଇକି ଢାକିକି ଆଣିଲେ। ଆଜ୍ଞା କ'ଣ ହେଇଗଲା କି? ବୋଉ ହେଇକି କାନ୍ଦିକି କହିଲେ ଇଏ ମାଳ ଏଇ ଆଜ୍ଞାମାଳ କାହାର ଆଜ୍ଞାମାଳ କାହାକୁ ଦେବାକୁ ଆଇଛି? ଯାହାର ଆଜ୍ଞାମାଳ ସିଏ ତ ଏଠି ଉପସ୍ଥିତ, ଆଉ ମୁଁ ଦେବି କ'ଣ ତାକୁ ମାଳ? ଅବଜ୍ଞା ସେଇଥିରେ ଗୋଟେ ଚପଟ ନାହିଁ, ଚଟଣି ମାରିକି ହେଲା ପରମ ପୂଜା କିନ୍ତୁ ବଡ଼ଟା କହୁଛନ୍ତି ସ୍ୱୟଂ ମନ ମଣିଷ ମନ ତ ପୁଣି ବେଳେ ସେଇ ପଣ୍ଡିତଙ୍କର ସେ ଯେଉଁ ପୂଜାରୀଙ୍କର ମନେ ପଡ଼ିଲା, ହେଲା ମୁଁ ତ ଜଗନ୍ନାଥଙ୍କର ସବୁକୁ କାଢ଼ି ଦେଉଛି, ପୁରା ଉଲ୍ଲଂଘନ କରିଦେଉଛି, ଉଲ୍ଲଂଘନ କରିକି ଗାଧେଇ ଦେଉଛି, ତାପରେ ଡ୍ରେସ୍ ପତ୍ର ପିନ୍ଧାପିନ୍ଧି କରିକି ମାଳ ଫାଳ ଦେଉଛି। ଏ ଯଦି ସତରେ ଏଇ ଠାକୁର ବାଟରେ ଯଦି ସତରେ ମୁଁ ତାଙ୍କ ଉଲ୍ଲଂଘନ ବେଶ ଦେଖିବି ତାହେଲେ ମୁଁ ବିଶ୍ୱାସ। ସେ ଯେଉଁ ପୂଜକ କ'ଣ କଲେ ସେଇ ଆଜ୍ଞାମାଳ ନେଇକି ଗଲେ, ସେତେବେଳେ ପରମ ପୂଜକ ଶ୍ରୀ ଶ୍ରୀ ବଡ଼ଦା ନଥାନ୍ତେ, ପରମ ପୂଜକ ଶ୍ରୀ ଶ୍ରୀ ଦାଦା ତାଙ୍କ ରୁମ୍ରେ ଉଲ୍ଲଂଘନ ଅବସ୍ଥାରେ ଦେଖିବା ମନୋବୃତ୍ତି ନେଇକି ଆଜ୍ଞାମାଳ ନେଇକି ଯାଉଛି ଦେବା ପାଇଁ। ମେନ୍ ପୂଜକ ସ୍କ୍ରିନ୍ ଆଡ଼େଇ ଦେଲେ, ଟିକେ ଟିକେ କହୁছে ସ୍କ୍ରିନ୍ ଆଡ଼େଇ ଦେଲା ବେଳକୁ ପରମ ପୂଜକ ଶ୍ରୀ ଶ୍ରୀ ଦାଦା କ'ଣ କରିଛନ୍ତି? ଗଞ୍ଜି କାଢ଼ି ଦେଇଛନ୍ତି, ସାର୍ଟ କାଢ଼ି ଦେଇଛନ୍ତି, ଧୋତି ବି କାଢ଼ି ଦେଇଛନ୍ତି, ଆଉ ବଡ଼ ଜୋରରେ ଘର ଭିତରେ ଚିଲଉଛନ୍ତି ଆଜ୍ଞା ମୋର ଲୁଙ୍ଗି କୁଆଡ଼େ ଗଲା? ଲୁଙ୍ଗି ବି କ'ଣ ବଙ୍ଗାଳୀରେ କ'ଣ କରୁଛନ୍ତି ସେଟା କୁଆଡ଼େ ଗଲା? ଇନ୍ ଦି ମିନ୍ ଟାଇମ୍ ସ୍କ୍ରିନ୍ ଆଡ଼େଇକି ଯେତେବେଳେ ପୂଜକ ମାଳ କରୁଛି
चंद्रमूला मूर्ति पुणी से अवस्था परीक्षा कर आम मान मन आम गाऊचे सर्व देवा देवी पीठस्थली समस्त समाज पुरुषोत्तम सृष्टि से भक्त गाई जगतर नाथ एही जगन्नाथ मनरे आलना जगतर नाथ जगतर नाथ एही जगन्नाथ मनरे आलना एंटायर फैमिली समस्ते ठाकुर को धरिकी सुदृढ़ इष्टिमय जीवन यापन करते समस्त जय गुरु।